କିଛି ନେଇଯାଇଛି ସଜନା ଶାଗ। ଶାଗ ଗୁଡ଼ାକ ମୁଁ ଏମିତି ଛୋଟ ଛୋଟ ମାନେ ପାଖୁଡ଼ା କରିନେବି। ଆଉ ଏଇଠି ମୁଁ ଦେଇଛି କିଛି ବେସନ, ଅଳ୍ପ ଟିକେ କର୍ଣ୍ଣଫ୍ଲୋର, ଆଉ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଆଉ ଗରମ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ସବୁ ଦେଇଛି। ଏବେ ସେଥିରେ ଦେଇଦେବା କିଛି ମସଲା କଷା, ମାନେ ପିଆଜ ରସୁଣ ଅଦାର ମସଲା କଷା। ଏବେ ପାଣି ନେଇ ତାକୁ ଭଲସେ ଗୋଳେଇ ନେବା, ବେଶୀ ପତଳା କି ବେଶୀ ମୋଟା କରିବାନି। ଏବେ ମୁଁ ବେସନଟିକୁ ଏମିତି ଗୋଳେଇ ନେଇଛି, ବେଶୀ ମୋଟା ନୁହେଁ କି ବେଶୀ ପତଳା ନୁହେଁ। ଏବେ ଆମର ତେଲ ହେଇଯାଇଛି ଗରମ, ଆଉ ଏଥିରେ ଦେଇଦେବା ଏମିତି ଗୋଟେ ଗୋଟେ ପତ୍ରକୁ এই ବ୍ୟାଟରରେ ଗୋଳେଇକି ଭଲସେ ତାକୁ ସବୁ ଏମିତି ତେଲରେ ଦେଇଦେବା। ଏମିତି ମୁଁ ସବୁ ଗୁଡ଼ାକ ଦେଇଦେବି। ଆଉ କିଛି ଶାଗକୁ ମୁଁ ଏମିତି ସଜନା ଶାଗକୁ ଭଲସେ ତୋଳି ନେଇଛି, ଏଥିରେ ଏମିତି ଗୋଳେଇ ନେବି। ଆଉ ଆକୁ ଏମିତି ଛୋଟ ଛୋଟ ଗୋଲ କରିକି ପକାଇ ନେବେ। ଆପଣଙ୍କୁ ମୁଁ ଦୁଇ ପ୍ରକାରର କରିକି ଦେଖେଇଲି, ଆପଣଙ୍କୁ ଯେମିତି ସୁବିଧା ହେବ ଆପଣ ସେମିତି ବନେଇକି ଖାଇବେ। ଆଉ ବର୍ଷା ପାଗକୁ ଆମର ସଜନା ପକୁଡ଼ି ରେଡ଼ି। ଆପଣ ଏମିତି ବନେଇକି ଖାଆନ୍ତୁ କିମ୍ବା ଏମିତି ବନେଇକି ଖାଆନ୍ତୁ, ଟେଷ୍ଟ ପୁରା ଜବରଦସ୍ତ। ଦେଖୁଛନ୍ତି ତ କି ବର୍ଷା, ଜବରଦସ୍ତ ବର୍ଷା ପାଗକୁ ପକୁଡ଼ି। ଓହୋ